ନମସ୍କାର। ଆଜିର ଏହି ଭିଡ଼ିଓରେ ଆମେ ରାଜନୀତି ବିଜ୍ଞାନର ପ୍ରଥମ ପାଠ ନୂତନ ରାଜ୍ୟଗୁଡ଼ିକର ଗଠନ ପ୍ରଶ୍ନ ଉତ୍ତର ଆରମ୍ଭ କରିବୁ। ନମ୍ବର 1 କ ଗୋଆ ରାଜ୍ୟ ଗଠନ ସମ୍ପର୍କରେ ଆଲୋଚନା କର। 1961 ମସିହାର ଡିସେମ୍ବର ମାସ 19 ତାରିଖ ଦିନ ଗୋଆ ଡାମନ ଡିଉ ଭାରତରେ ମିଶିଲା। ଏହା ପୂର୍ବରୁ ଦୀର୍ଘ 450 ବର୍ଷ ଧରି ଏହି ଅଞ୍ଚଳ ପର୍ତ୍ତୁଗାଲ ଅଧୀନରେ ଥିଲା। ଭାରତ ସହିତ ମିଶିବା ପରେ ସମ୍ବିଧାନ ସଂଶୋଧନ ଆଇନ ବଳରେ ଉଲ୍ଲିଖିତ ଅଞ୍ଚଳ ପ୍ରଥମେ ଏକ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଛି ଓ 1987 ମସିହାରେ କେବଳ ଗୋଆ ଏକ ରାଜ୍ୟର ମାନ୍ୟତା ପାଇଛି। କ ଶ୍ରେଣୀର ରାଜ୍ୟଗୁଡ଼ିକର ନାମ ଲେଖ। ନୂତନ ସମ୍ବିଧାନର ପ୍ରଥମ ପରିଶିଷ୍ଟରେ ସୂଚିତ ତାଲିକା ଅନୁସାରେ କ ଶ୍ରେଣୀର ଭୁକ୍ତ ରାଜ୍ୟଗୁଡ଼ିକ ହେଲା ସ୍ୱାଧୀନତା ପୂର୍ବରୁ ବ୍ରିଟିଶ ଶାସନାଧୀନ 9 ଗୋଟି ପ୍ରଦେଶ। କ ଶ୍ରେଣୀଭୁକ୍ତ ରାଜ୍ୟଗୁଡ଼ିକ ହେଲା ଆସାମ, ବିହାର, ବମ୍ବେ, ମଧ୍ୟପ୍ରଦେଶ, ମାଡ୍ରାସ, ଓଡ଼ିଶା, ପଞ୍ଜାବ, ସଂଯୁକ୍ତ ପ୍ରଦେଶ ଓ ପଶ୍ଚିମବଙ୍ଗ। ଦିଲ୍ଲୀ ଶାସନ ବ୍ୟବସ୍ଥା ଆଲୋଚନା କର। କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀକୁ ରାଜ୍ୟର ମାନ୍ୟତା ମିଳିଛି। ନୂତନ ବ୍ୟବସ୍ଥା ଅନୁସାରେ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀକୁ ଜାତୀୟତା ରାଜଧାନୀ ଅଞ୍ଚଳର ମାନ୍ୟତା ମିଳିଛି। ଏହି ସ୍ୱୀକୃତି ମିଳିବା ସହିତ 1993 ମସିହା ପରଠାରୁ ଦିଲ୍ଲୀ ପାଇଁ ଗୋଟିଏ ସମ୍ବିଧାନ ସଭା ଓ ଗୋଟିଏ ମନ୍ତ୍ରୀ ପରିଷଦର ବ୍ୟବସ୍ଥା କରାଯାଇଛି। କେବଳ ରାଜ୍ୟ ତାଲିକାଭୁକ୍ତ 3 ଗୋଟି ବିଷୟ ଯଥା ଆଇନ ଓ ଶାନ୍ତି ଶୃଙ୍ଖଳା ରକ୍ଷା, ପୋଲିସ ଏବଂ ଜମିଜମା ବିଷୟକୁ ବାଦ ଦେଲେ ଏହି ତାଲିକାଭୁକ୍ତ ଅନ୍ୟ ବିଷୟଗୁଡ଼ିକ ଉପରେ ଆଇନ ପ୍ରଣୟନ କରିବାର କ୍ଷମତା ଦିଲ୍ଲୀ ବିଧାନସଭାର ରହିଛି। ଦିଲ୍ଲୀର ଶାସନ ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ଜଣେ ଉପରାଜ୍ୟପାଳ। ଘ ଭାଷାଭିତ୍ତିକ ପ୍ରଦେଶ ଆୟୋଗର କେଉଁମାନେ ସଦସ୍ୟ ଥିଲେ ଏବଂ ଏହି ଆୟୋଗର ସୁପାରିଶ କ'ଣ ଥିଲା? ସମ୍ବିଧାନ ପ୍ରଣୟନ ସଭାର ସୁପାରିଶ କ୍ରମେ 1948 ମସିହାରେ ଭାଷାଭିତ୍ତିକ ପ୍ରଦେଶ ଆୟୋଗ ଗଠନ କରାଗଲା। ଏଥିରେ ଯେଉଁ 3 ଜଣ ସଦସ୍ୟ ରହିଲେ ସେମାନେ ହେଲେ ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ପଟ୍ଟାଭି ସୀତାରାମಯ್ୟା। ଏହି ଆୟୋଗ ଭାଷାଭିତ୍ତିକ ରାଜ୍ୟ ଗଠନର ବିରୋଧୀ ଥିଲା। ସତମାତ୍ର ଆନ୍ଧ୍ରପ୍ରଦେଶ ଗଠନ ଦିଗରେ ଆୟୋଗର ମତ ସ୍ୱତନ୍ତ୍ର ଥିଲା। 2 ନମ୍ବର ପଣ୍ଡିଚେରୀ ପୁଦୁଚେରୀ ସାମ୍ବିଧାନିକ ବ୍ୟବସ୍ଥା। ପଣ୍ଡିଚେରୀ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ହେଲେ ମଧ୍ୟ ସେଠାରେ ଏକ ବିଧାନସଭା ଓ ମନ୍ତ୍ରୀ ପରିଷଦର ବ୍ୟବସ୍ଥା ରଖାଯାଇଛି। ଏଠାରେ ଶାସନର ମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ଜଣେ ଉପରାଜ୍ୟପାଳ ଲେଫ୍ଟନାଣ୍ଟ ଗଭର୍ଣ୍ଣର। ଖ ଶ୍ରେଣୀଭୁକ୍ତ ରାଜ୍ୟମାନଙ୍କର ମୁଖ୍ୟଙ୍କୁ କ'ଣ କୁହାଯାଏ? ଖ ଶ୍ରେଣୀଭୁକ୍ତ ରାଜ୍ୟମାନଙ୍କ ଶାସନ ମୁଖ୍ୟଙ୍କୁ କୁହାଯାଏ ରାଜ୍ୟ ପ୍ରମୁଖ। ଜାମ୍ମୁ ଓ କାଶ୍ମୀରକୁ ବର୍ତ୍ତମାନ କେଉଁ ଶ୍ରେଣୀଭୁକ୍ତ କରାଯାଇଛି? 2019 ମସିହା ଅକ୍ଟୋବର 31 ତାରିଖରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ପାଇଁ 2019 ଅନୁସାରେ ଜାମ୍ମୁ ଓ କାଶ୍ମୀରକୁ ବିଭାଜନ କରି ଜାମ୍ମୁ ଓ କାଶ୍ମୀର 2 ଲାଦାଖ ନାମକ 2ଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଗଠନ କରାଗଲା।